ସ୍ୱାଧୀନତା ଦିବସ ଭାଷଣ ଯାହାକି ଏହା କୁନି କୁନି ପିଲାମାନଙ୍କ ପାଇଁ ସୁନ୍ଦର ଭାଷଣଟିଏ। ଚାଲନ୍ତୁ ଆରମ୍ଭ କରିବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଏବଂ ଗୁରୁମା ବୃନ୍ଦ, ଉପସ୍ଥିତ ଅତିଥିଗଣ, ଏଠାରେ ବସିଥିବା ଛୋଟ ଓ ବଡ଼ ଭାଇ ଭଉଣୀମାନେ, ଆଜି ଆମେ ଆମ ଦେଶର 80ତମ ସ୍ୱାଧୀନତା ଦିବସ ପାଳନ କରୁଛେ। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏହି ଦିନ ଆମ ଦେଶର ପ୍ରତ୍ୟେକ ଲୋକ ଜାତୀୟ ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ପାଳନ କରନ୍ତି। ଦୀର୍ଘ 200 ବର୍ଷ ଧରି ଆମ ଦେଶକୁ ଶାସନ କରିଥିବା ଇଂରେଜମାନଙ୍କ କବଳରୁ ମୁକ୍ତ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରଶଂସା ଯେତେ କଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଆମର ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଲାଲ ଲଜପତି ରାୟ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏମିତି ବହୁ ବୀରମାନଙ୍କର ଅବଦାନ ରହିଛି ଭାରତକୁ ସ୍ୱାଧୀନ କରିବାରେ। ଏହି ବୀରମାନଙ୍କର ଦୃଢ଼ ମନୋବଳ ଯୋଗୁଁ ଆମ ଭାରତ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ଲାଭ କଲା। ସେହି ଦିନଠୁ ଆମେ ପ୍ରତିବର୍ଷ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଛୁ। ବର୍ତ୍ତମାନ ଆମେ ଆମ ପ୍ରିୟ ଦେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ସୁରକ୍ଷିତ ରଖିବା। ଆଜି ଆମେ ଏହି କ୍ଷଣରେ ଶପଥ ନେବା ଯେ ଆମେ ଆମ ଦେଶକୁ ସବୁବେଳେ ଭଲ ପାଇବା ଏବଂ ଏହାର ବିକାଶ ଓ ସୁରକ୍ଷା ପ୍ରତି ଯତ୍ନବାନ ହେବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।